कुरकुरे भी रहिबो, क्रिप्सी भी रहिबो, पूरा मार्केट स्टाइल ହିଁ ବନିକି ରେଡ଼ି ହେବ। ଆପଣମାନେ ଯଦି ଏଇଭଳି ପ୍ରୋସେସ୍‌ରେ ବନେଇବାକୁ ଚାହୁଁଛନ୍ତି, ତାହେଲେ ଆପଣମାନଙ୍କ ପାଇଁ ଏଇ ଭିଡ଼ିଓଟି। ତ ଦେଖିବେ ଆପଣମାନେ ତ ଅନେକ ଥର ବନେଇ ଖାଇଥିବେ, କିନ୍ତୁ ଦେଖିବେ ବେଳେବେଳେ ଏମିତି ବି ହୁଏ, ମାନେ ପୁରା ସଫ୍ଟ ବନିଯାଏ, ନହେଲେ କ୍ରିପ୍ସି ବନେ ମାନେ ଅଧିକ ହାର୍ଡ଼ ବନିଯାଏ। ତ ଆଜି ଆପଣମାନଙ୍କୁ ପରଫେକ୍ଟ ମେଜରମେଣ୍ଟରେ କେମିତି କ'ଣ ବନେଇବେ, ଆପଣମାନଙ୍କୁ ଆଜି ଭିଡ଼ିଓଟା ମୁଁ ସେୟାର କରିବି। ତ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ। ଆଶା କରୁଛି ଆଜିର ଭିଡ଼ିଓଟି ପସନ୍ଦ ଆସିବ। ତ ଚାଲନ୍ତୁ ଲେଟ୍ ନ କରି ରେସିପିଟି ଆଜି ଆମେ ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ଫ୍ୟାନ୍ ଝିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆଜି ଆମେ ପ୍ରସ୍ତୁତ କରିବା ଦାନ୍ତିକିଲି ବା ମୁଡ଼କି। ତ ପ୍ରଥମେ କ'ଣ କରିବା ନା, ଗୋଟେ ଆମେ ବାଉଲ୍ ନେବା। ସେଇଥିରେ ଆମେ ଗୋଟେ ଗିନା ଚାଉଳ ଚୁନାକୁ ଏଡ଼୍ କରିଦେବା। ସବୁବେଳେ ଦେଖିବେ ଯେତିକି ଚାଉଳ ଚୁନା ନେବେ ତାର ହାଫ୍ କ୍ୱାଣ୍ଟିଟି ସେଥିରେ ବେସନକୁ ଏଡ଼୍ କରିବେ। ତ ଏଇଠି ଗୋଟେ ଆମେ କରେଇ ନେଇଯିବା। ସେଇଥିରେ ଆମେ ଗୋଟେ ଗିନା ହିଁ ପାଣିକୁ ଆମେ ଗରମ ହେବାକୁ ଦେବା। ଆଗକୁ ଆପଣମାନଙ୍କୁ ମୁଁ ସେୟାର କରିବି ପାଣିଟା କେତେବେଳେ କ'ଣ ଏଡ଼୍ କରିବେ। ତ ଏବେ କ'ଣ କରିବା, ସେଇଥିରେ ଆମେ ସ୍ୱାଦ ଅନୁସାରେ ଦେଇଦେବା, ଲୁଣକୁ ଏଡ଼୍ କରିଦେବା। ଆଉ ଯେତିକି ରାଗ ଖାଇବେ ନା ସେ ଅନୁସାରେ ସେଥିରେ ଲଙ୍କାଗୁଣ୍ଡ ଆଉ ହଳଦୀ ଗୁଣ୍ଡ ଏଡ଼୍ କରିବେ। ଆଉ ସେଇଥିରେ ଦେଖନ୍ତୁ ଅଳ୍ପ ଟିକେ ଏଡ଼୍ କରିଦେଇଛି ଭଲ ଫ୍ଲେଭର୍ ପାଇଁ ବୋଲି, ଅଳ୍ପ ଟିକେ ଜୁଆଣିକୁ ଏଡ଼୍ କରିଦେଇଛି। ତ ଏବେ କ'ଣ କରିବା ନା, ସେଥିରେ ଅଳ୍ପ ଟିକେ ଆମେ ଖାଇବା ସୋଡ଼ା ଦେବା। ତ ଏବେ ଭଲସେ ହାତ ସାହାଯ୍ୟରେ ଟିକେ ଆକୁ ମିକ୍ସ କରିଦେବା। ଦେଖନ୍ତୁ ଏଇଭଳି ପ୍ରୋସେସ୍‌ରେ ମିକ୍ସ କରିଦେବା। ତ ଆପଣମାନେ ଦେଖିବେ ପ୍ରଥମ ଥର ହିଁ ବନାଉଛନ୍ତି, ତାହେଲେ ବି ଦେଖିବେ ବହୁତ ବଢ଼ିଆ କ୍ରିପ୍ସି ବନିକି ରେଡ଼ି ହୁଏ। ମାନେ ଦେଖିବେ ଆମେ ଏଥିରେ ତେଲ ଦେଇକରି ଆମେ ଖାସ୍ତା ବନାଉଛନ୍ତି, କିନ୍ତୁ ଆପଣମାନଙ୍କୁ ଟେଷ୍ଟଟା ଆସିବ ପୁରା ଦେଖିବେ ଯେମିତି ବଟର ଘିଅର ମାନେ ଖାସ୍ତାରେ ବନିଥାଏ ରେସିପି, ସେଇଭଳି ହିଁ ଟେଷ୍ଟ ଆସିବ, ବହୁତ ବଢ଼ିଆ ଲାଗିବ। ଆଉ ଏଇଠି ଦେଖନ୍ତୁ ବଡ଼ 2 ଚାମଚ ଗରମ ଗରମ ଏଇଠି ତେଲକୁ ମୁଁ ଗରମ କରିଦେଲି, ତାକୁ ସେଥିରେ ଏଡ଼୍ କରିଦେଲି। ଏବେ କ'ଣ କରିବା ନା, ଚାମଚ ସାହାଯ୍ୟରେ ଟିକେ ମିକ୍ସ କରିଦେବା, ଯେହେତୁ ତେଲଟା ପୁରା ଗରମ ଥିଲା। ତାପରେ ହାତ ସାହାଯ୍ୟରେ ପୁରା ମିକ୍ସ କରି ଗୋଟେ ଖାସ୍ତା ବନେଇଦେବା। ଖାସ୍ତାଟା ଏମିତି ହେବା ଦରକାର ଯେମିତିକି ମୁଠା ବନିବେ ନା, ସେ ମୁଠା ହେଇଯାଉଥିବ। ତ ତାପରେ କ'ଣ କରିବା ନା, ଦେଖନ୍ତୁ ଏଇଠି ମୁଁ ଭୁଲ ବଶତଃ ମୁଁ ପାଣି ଅଳ୍ପ ଟିକେ ମାନେ ଥଣ୍ଡା ପାଣି ଏଡ଼୍ କରିଦେଲି, କିନ୍ତୁ ଥଣ୍ଡା ପାଣି ଏଡ଼୍ କରିବେନି। ତ ଅଳ୍ପ ଟିକେ ପାଣି ଏଡ଼୍ କଲି, ସେଥିପାଇଁ ଟିକେ ଆଡ଼ଜଷ୍ଟ ହେଇଗଲା। ତ ଏବେ କ'ଣ କରିବା ନା, ଆମେ ଯେଉଁ ଗରମ କରିବାକୁ ପାଣିଟା ରଖିଥିଲେ ସେ ଗରମ ପାଣିଟା ଏଡ଼୍ କରିବା। ଦେଖିବେ ଏଇଭଳି ଗରମ ପାଣି ଯଦି ଏଡ଼୍ କରିବେ, ତାହେଲେ ଦେଖିବେ ମାନେ ଏଇଠି ଆମେ ଯେହେତୁ ଚାଉଳ ଚୁନାଟା ନେଇଛନ୍ତି, ଚାଉଳ ଚୁନାଟା ବି ସଫ୍ଟ ବନିଯିବ ଆଉ ଖାସ୍ତାଟା ବି ତାର ବହୁତ ବଢ଼ିଆ ବନିକି ରେଡ଼ି ହୁଏ। ତ ଯେମିତିକି ଆପଣମାନେ ଜନ୍ତୁଣି ପାଇଁ ବନାଉଛନ୍ତି ସେଇଭଳି ପ୍ରୋସେସ୍‌ରେ ଟିକେ ହାଲକା ରହିବ, ବହୁତ ବଢ଼ିଆ ଲାଗିବ। ତ ଏବେ କ'ଣ କରିବା ନା, ଆମେ ଭଲସେ ଟିକେ ଆକୁ ମିକ୍ସ କରିଦେବା ଚାମଚ ସାହାଯ୍ୟରେ। ମିକ୍ସ ହେଇସାରିବା ପରେ ହାତ ସାହାଯ୍ୟରେ ପୁଣି ଥରେ ଟିକେ ଭଲସେ ମିକ୍ସ କରିଦେବା। ଆଉ ଦରକାର ହେଲେ ପାଣି ଏଥିରେ ଆପଣମାନେ ଏଡ଼୍ କରିପାରିବେ। ତ ଯେହେତୁ ଦେଖିବେ ଗରମ ପାଣି ଏଡ଼୍ କରିବା ଦ୍ୱାରା ସେ ପୁରା ମାନେ ଏଠି ଚାଉଳ ଚୁନାଟା ବା ଡୋଟା ତାର ପୁରା ସଫ୍ଟ ବନିକି ରେଡ଼ି ହେଇଯିବ। ତ ଦେଖନ୍ତୁ ଆପଣମାନଙ୍କୁ ଦେଖେଇ ଦେଉଛି, ଆଉ ଅଳ୍ପ ଟିକେ ହିଁ ଗରମ ପାଣି ଏଡ଼୍ କଲେ କିନ୍ତୁ ବହୁତ ବଢ଼ିଆ ଏଠି ଡୋ ବନିକି ରେଡ଼ି ହେଇଛି। ଆଉ ପୁରା ଯେମିତି ଜନ୍ତୁଣି ସେଇଭଳି ହିଁ ଦେଖାଯାଉଛି। ଗରମ ପାଣି ନିହାତି ଆକୁ ଏଡ଼୍ କରନ୍ତୁ, ଦେଖିବେ ଖାସ୍ତାଟା ବି ଯେହେତୁ ହେଇଥିଲା ଆଉ ବହୁତ ବଢ଼ିଆ ଟେଷ୍ଟ ବି ଲାଗେ ଦାନ୍ତିକିଲିଟା ଖାଇବା ପାଇଁ। ତ ଏବେ କ'ଣ କରିବେ ନା, ଆଉ କିଛି ସମୟ ଆମେ ରେଷ୍ଟ ପାଇଁ ରଖିବା। ସେତିକି ଭିତରେ ଆମେ ଗୋଟେ ଛାଞ୍ଚ ନେବା। ତ ଏଠି ଯଦି ଆପଣଙ୍କ ପାଖରେ ଛାଞ୍ଚ ନାହିଁ, ତାହେଲେ ଆପଣମାନେ ଯେକୌଣସି ଏବେ ଲୁଣ ପଲିଥିନ୍ ହେଉ, ଯେକୌଣସି ପଲିଥିନ୍‌ରେ ଛୋଟ ହୋଲ୍ ବନେଇକି ବି ଆପଣମାନେ এই ରେସିପି ବନେଇ ପାରିବେ। ତ ଏବେ କ'ଣ କରିବା ନା, ଆମେ ସେଇଥିରେ ନେଇଯିବା ଦାନ୍ତିକିଲି ଛାଞ୍ଚ। ତ ଏଠି ଦେଖିବେ ମାର୍କେଟରେ ପୁରା ମାନେ କମ୍ ପଇସାରେ ବି ଏ ଛାଞ୍ଚ ମିଳେ, 200-300 ଭିତରେ। ତ ଆପଣମାନେ ଆଣିକିରି ଏଇ ଛାଞ୍ଚକୁ ଯଦି ଥରେ ରଖିବେ, ତାହେଲେ ଦେଖିବେ ମାନେ ଯେବେ ବି ଦାନ୍ତିକିଲି ଖାଇବାକୁ ଇଚ୍ଛା ହେଲା କି ଯେକୌଣସି ଜିନିଷ ଆପଣମାନେ ବନେଇ ପାରିବେ। ତ ଏବେ କ'ଣ କରିବା ନା, ସେ ଛାଞ୍ଚକୁ ଆମେ କ'ଣ କରିବା, ଗନ୍ ଭଳି ଗୋଟେ ମୁଁ ଏଠି ଛାଞ୍ଚ ନେଇଛି, ତାକୁ ଆମେ ଗୋଟେ ତେଲ ଅଳ୍ପ ଟିକେ ବ୍ରସ୍ ଲଗେଇକିରି ଲଗେଇଦେବା। ତ ସେଇଥିରେ ସେ ଛାଞ୍ଚରେ ବି ଲଗେଇଦେବା। ଏଇଭଳି ତେଲ ଟିକେ ଲଗେଇବା ଦ୍ୱାରା କ'ଣ ହେବ ନା, ଦେଖିବେ ଦାନ୍ତିକିଲିଟା ମାନେ ଯେଉଁ ଡୋଟା ପୁରା ଲାଗିବନି ଆଉ ପରଫେକ୍ଟ ଆମର ଆମେ ଯେତେବେଳେ ସେପ୍‌ଟା ବି ଭଲ ବନିକି ରେଡ଼ି ହେବ। ତ ହାତ ସାହାଯ୍ୟରେ ବି ଦେଖନ୍ତୁ ଏଇଭଳି ପ୍ରୋସେସ୍‌ରେ ଟିକେ ଛାଞ୍ଚଟାକୁ ଫିଟ୍ କରିଦେବେ। ଫ୍ରେଣ୍ଡସ୍, ଆପଣଙ୍କୁ ଯଦି ଏ ଭିଡ଼ିଓଟି ମୋର ପସନ୍ଦ ଆସିବ, ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲ୍‌ରେ ଯଦି ନୂଆ ଅଛନ୍ତି ଚ୍ୟାନେଲ୍‌କୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍‌କୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ମୁଁ ଏମିତି ଇଜି ଇଜି ଭିଡ଼ିଓ ନେଇ ଆସିବି, ଆପଣମାନେ ଦେଖିକି ଘରେ ଆକୁ ନିହାତି ଟ୍ରାଏ କରନ୍ତୁ। ଆଉ ଯଦି ଫେସବୁକ୍ ପେଜ୍‌ରେ ଦେଖୁଛନ୍ତି, ତାହେଲେ ଫେସବୁକ୍ ପେଜ୍ ମୋର ଫଲୋ କରନ୍ତୁ। ଇନଷ୍ଟାଗ୍ରାମରେ ଦେଖୁଥିଲେ ଫଲୋ କରିବାକୁ ଜମାରୁ ଭୁଲନ୍ତୁନି। ତ ଆପଣମାନଙ୍କୁ ମୁଁ ଦେଖେଇ ଦେଉଛି, ଦେଖନ୍ତୁ ଏଇଠି ମୁଁ ଛାଞ୍ଚକୁ ପୁରା ଫିଟ୍ କରିଦେଲି ସେ ଭିତରେ। ଆଉ ତାପରେ ଆମେ ସେ ଯେଉଁ ଆମେ ଡୋଟା ବନେଇକି ରଖିଥିଲେ, ପୁରା ସେ ଡୋଟାକୁ ଏଡ଼୍ କରିଦେବା। ପୁରା ଇଜି ପ୍ରୋସେସ୍‌ରେ ବନିକି ରେଡ଼ି ହେବ। ତ ଦେଖିବେ ଜଣେ ଜଣେ ଅଛନ୍ତି ଭାବି ଦାନ୍ତିକିଲି ବନେଇବାଟା ବହୁତ କଷ୍ଟ, କିନ୍ତୁ ବହୁତ ବଢ଼ିଆ ବନିକି ରେଡ଼ି ହୁଏ। ଆଉ ବହୁତ ବଢ଼ିଆ ଖାସ୍ତା ବି ବନିକି ରେଡ଼ି ହୁଏ। ଆଉ ଦେଖିବେ ଝଟପଟ ପୁରା ଆପଣମାନେ ଆକୁ 5ରୁ 10 ମିନିଟ୍‌ରେ ବନେଇକି ରେଡ଼ି କରିପାରିବେ। ତ ମୋର ଟୋଟାଲ୍ ତ ଲାଗିଥିଲା 10 ମିନିଟ୍ ହିଁ ଟାଇମ୍ ଲାଗିଥିଲା। ତ ଆପଣମାନଙ୍କୁ ଭିଡ଼ିଓ ବି ଦେଖି ଜାଣିପାରୁଥିବେ 10 ମିନିଟ୍‌ରେ ହିଁ ଭିଡ଼ିଓ ବନିଛି, ବିଲକୁଲ କଟେଇନି ବି। ଆଉ ବହୁତ ବଢ଼ିଆ ବନିକି ବି ରେଡ଼ି ହେଇଯାଏ। ତ ଆପଣମାନେ ଯେତିକି କ୍ୱାଣ୍ଟିଟିରେ ବନେଇବାକୁ ଚାହିଁବେ ନା, ସେ ଅନୁସାରେ ଟିକେ ଟାଇମ୍ ଲାଗେ। ତ ଏବେ କ'ଣ କରିବେ ନା, ସେଥିରେ ଆମେ ସେ ଛାଞ୍ଚରେ ପୁରା ଦେଖନ୍ତୁ ଏଠି ଫୁଲ୍ କରିଦେବା। ତାପରେ ଆମେ କଭର୍‌କୁ ବନ୍ଦ କରିକିରି ଆମେ ଏବେ ଦାନ୍ତିକିଲି ପ୍ରସ୍ତୁତ କରିବା। ତ ଦେଖିବେ ଯଦି ଅଧିକା ଯଦି ଆପଣମାନଙ୍କୁ ଡୋଟା ବହଳିଆ ଲାଗିଲା, ତାହେଲେ ଅଳ୍ପ ଟିକେ ଆଉ ପାଣି ସେଥିରେ ଏଡ଼୍ କରିପାରିବେ।
तो ये आम अधिक बहलिया नहीं कि पतला नहीं से भाव में गोटे डो बन रेडी कर कौन करवा ना आम से एड करदे गोटे ये प्लेट नहीं जावा अच्छा प्लेट्रे भी तेल अल्प टे ग्रीस करदे जेहेतु आम ये दांतकिल सेप दवा ना से तौक बिल्कुल भी लगे तेल जदि ये प्रोसेस टे तेल को लगेदेवे प्लेट्रे तापर कौन करवा ना आम ताको भी दांतकिल सेप दवा देखो ये बनवाटा बहुत ईजी आउ बढ़िया बनिकी रेडी भी होती बड़ सैज दांतकिल बनवाक चाहिए ना से अनुसार ये सेप दे पारे तो देखो ये मुझे 4 पीस लेखा बनैली आते बढ़िया पूरा बनिकी रेडी होची तो छोट बड़ आपण मान मन पसंद अनुसार आपण मैंने सेप देकी दांतकिल बनई पारे कम समय रे कम खर्च रे देखिए बहुत सारा मार्केट स्टाइल दांतकिल आपण मैंने घरे पूरा इजी प्रोसेस रे बनईकी रेडी करें तो देखो तो ये पूरा 4टा दांतकिल बनईकी रेडी करदेली आ केते सुंदर भी देखा बहुत बढ़िया सेप भी आसी आ देखो तो केते बढ़िया देखा तो ये कौन करें ना ये प्रोसेस रे आम 4-4टा पीस बनइबा ताको आम छाणीबा तेल रे आ देखो कैमरा सामने भी देखी दूसरी केते बढ़िया पूरा सेपटा आसी डिजाइनटा तार सुंदर भी देखा जाउची तो ये कौन करवा आम गोटे पेन आगे सैड्रे रखिदा गोटे पेन रे किसी तेल नवा तेलटा पूरा मीडियम फ्लेम रे ये गरम हो सारा पर मीडियम फ्लेम रे ही आपको छाणीबे देखिए हाई फ्लेम जो छाणीबे पोड़ीजी आदि स्लो माने फ्लेम रे छाणीबे ताहले देखिए से तेल को एब्जर्व करदे आ टाइम लगे तो आम से मीडियम फ्लेम रे ही तेलटा जमी मीडियम फ्लेम रे गरम हो आते आम एड करदे गोटे गोटे पीस से आम पीति पातियार हेल्प रे खड़िकार हेल्प रे आम से एड करदे तेल रे एड करी आम किसी समय आपको फ्राए होगा देवा देखिए दांतकिला पूरा जिते पूरा फ्राए हो ए बबल्स गुड़ा जो आसूसी देखिए बबल्स गुड़ाक आसबनी एत दांतकिला देखा यही समय आपने नोटिस करें देखा जाता केते सारा बबल्स देखो ये दांतकिल जेहेतु बनी आसला पूरा से बबल्स गुड़ा कमीगला आम ओल्टे दबा आती आपने कलर रखा चाहिए से अनुसार ये कलर रखिपारे माने हल्का जब कलर रखा चाहिए ताहले भी देखिए बहुत बढ़िया लगे मैंने देखिए आपने भावुए कंचा बनीज सफ्ट बनीज बिल्कुल भी सफ्ट बनोनी बहुत बढ़िया बनिकी रेडी परफेक्ट मेजरमेंट जब बनइबे ताहले देखिए परफेक्ट बनिकी रेडी जमी मार्केट स्टाइल ही बनिकी रेडी हम आपण मानक देखई दूसरी देखो पाखर केते बढ़िया पूरा दांतकिल बनिकी आम रेडी होती तो यही प्रोसेस रे आम सबुतक दांतकिल को बनईकी रेडी करदे आ गोटे छोट गिना आम नहीं से चाउल चूना हाफ गिना से मैदा ना आम नहीं बेसन तो देखो 1.5 गिनारे केते सारा पूरा दांतकिल बनिकी आम रेडी होची तो देखो आउ गोटे स्टेप भी मुझे एड करदेली फ्रेंड्स आपण मैंने वीडियो तो देखुं किंतु कमेंट करना प्लीज आपण मैंने कमेंट करूँ मत भी खुशी लगे तो आपण मैंने मो वीडियो देखुं आउ घरे बनईकी मत आपण मान अनुभूति मो सहित सेयार कर तो निहाती कमेंट करूँ आपण मानकर गोटे गोटे कमेंट मो बहुत इंपोर्टेंट मो मोटिवेशन को बढ़े भी थाए तो आपण मैंने कौ जिलू देखुं ना मत कमेंट में जनातु मत भी खुशी लगे मो वीडियो केदूर पर्यंत पहुँचुची तो देखो पुणी थर आ गोटे स्टेप भी बनिकी रेडी भी हो सारा आ बढ़िया बनिकी रेडी होती तो ये सेम प्रोसेस ना सबुतक बनिकी रेडी करदे आ खाइबा को पूरा देखिए जमी बाहर केवल चाउल चाउल लगुनला एमती गोटे टेस्ट आसला माने जमी बटर रे खास्ता होती बहुत बढ़िया मुसमुसिया पूरा क्रिप्सी टेस्ट था तो यही तरीके थे बनिकी देखो और गरम पानी देके अटाटा चकड़ू देखिए बहुत बढ़िया लगे तो देखो आ गोटे स्टेप भी बनिकी रेडी हो सारा सेम प्रोसेस मुझे सबुतक बनिकी रेडी करदेली आ गोटे मुझे प्लेट रखीदेली तो देखो केते सुंदर भी देखा जेहेतु ये लंका गुंड टी अधिक ऐड करती तो टिके देखो टे कलरटा टे लाल लाल देखा तो आपण मैंने जी राग खाइबे से अनुसार लंका गुंड ऐड करेंगे आ गोटे चलते आपण मानक मुझे क्रश करवा खंड कर देखी दूसरी केमती कौन बनी आ पाखर भी देखुची देखो पूरापूरी मार्केट स्टाइल बनी आ गोटे भी से दांतकिल भांगी नाला सबुतक पूरा बनिकी रेडी होता तो अल्प टिके देखो 1.5 गिना आम अटा केते सारा बनिकी रेडी कले तो देखो तेल भी बिल्कुल लगुनि बिल्कुल ऑयल लगुनि आपण मानक पाखर भी देखी दूसरी कैमरा सामने आ पूरा ड्राई अच्छे दांतकिलटा आ खाइबा भी बहुत बढ़िया लगे जो मैंने देखिए माने वेटलेस जो मैंने तेल अधिक खाया पसंद करती से मैंने भी ये दांतकिल को खाईपारे बिल्कुल भी तेल लगुनि चाउल बनिकी जेहेतु चाउल पाउडर बनी रेडी तो आपण मैंने ट्राए करूँ से पर्यटन रोचे पुणी एक नया रेसिपी नहीं आस